କହିଲା ଦୁର୍ଯ୍ୟୋଧନ ତୁ ନ ଡାକିଲେ ସିଏ ଆସିବାନି ନା ଦେଖୁଛୁ ତ ଜଙ୍ଘ ଭାଗି ଯାଇଛି ମୁଁ ତ ଚାଲି ପାରୁନି ରେ ଭୀମ ଏଇଠି ଠିଆ ହୁଏ ବସିକି ଡାକିବି ମୁଁ ଡାକୁଛି ବୋଲି କହିବୁ ଖାଲି କହିଦବୁ ନା ଠିକ ଅଛି ଆଜ୍ଞା ଭୀମ ଯାଇଛି ଭାଇମାନଙ୍କୁ ଡାକିକି ଆଣିବ ମୁକାବିଲା କରିବ ଦୁର୍ଯ୍ୟୋଧନ କାହିଁକି ଭାଗ ନେବାକୁ ନାହିଁ କଲା ଦୁର୍ଯ୍ୟୋଧନ ତ ଯାଚିଲା ତେଣୁ ଭାଇମାନଙ୍କୁ ଡାକିବ କୃଷ୍ଣଙ୍କୁ ଡାକିକି ଆଣିବ କଥା ମୁକାବିଲା ହବ ନ୍ୟାୟ ଲାଗିଛି ନା ନ୍ୟାୟଟାରେ ମୁକାବିଲା ନହେଲେ କଥା ଛିଡ଼ିବନି ମୁଦେଇ ମୁଦଲା ଏକତ୍ର ନହେଲେ ନ୍ୟାୟଟା ହବ କେମିତି ହେବ ତେଣୁ ଦୁର୍ଯ୍ୟୋଧନ ଡାକୁଛି ସାଧାରଣ ଗୀତ ନା ନାହିଁ ନାହିଁ ଆଉ ଗୋଟାଏ ପଦ ଆଜ୍ଞା ଚମ୍ପୁ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କଠାରୁ କ୍ଷୟ ପର୍ଯ୍ୟନ୍ତ କ୍ଷୟ ଚମ୍ପୁରୁ ପଦେ ଗାଇ ଆଚ୍ଛା କାରଣ ନା ଚମ୍ପୁଟା ଯେଉଁଠିକି ଯୋଗ ହବ ଏଇଠି ଗାଇବ ଆଜି ଦୁର୍ଯ୍ୟୋଧନ ହାତ ଯୋଡ଼ିଲା ଶେଷ ବେଳକୁ ଜଙ୍ଘ ଭାଙ୍ଗି ଯାଇଛି ଆଉ ବଞ୍ଚିବନି ଦୁର୍ବାସାଙ୍କ ଅଭିଶାପ ହେଇଯାଇଛି ମରିବ ବୋଲିକି ଜାଣିଲାଣି କୃଷ୍ଣ ଆସିଲେ ଥରେ ଖାଲି ଦେଖି ଦର୍ଶନ କରିବି ତାକୁ ଦେଖିକି ମରିବି ଲକ୍ଷ୍ୟଟା ଏଇଠି ଅନ୍ତିମ ସମୟରେ ଟିକେ ଦର୍ଶନ ମାନବ ଜନ୍ମେ କେଉଁ ଲାଭ ଯେବେ ଗୋବିନ୍ଦେ ନାହିଁ ଭାବ ତେଣୁ କୋ ଡାକିଲା କହିଲା ହେ କୃଷ୍ଣ ଆପଣ ଜଗତ କରତା 14 ବ୍ରହ୍ମାଣ୍ଡର କର୍ତ୍ତା 56 କୋଟି ଜୀବଙ୍କର କର୍ତ୍ତା ବେଶ ଯଦି ମୋ ଜୀବନରେ କିଛି ଭୁଲ କରିଛି ଯଦି ଦୋଷ କରିଛି ତୁ ପରା କ୍ଷମା ସାଗର ତୁ ପରା କ୍ଷମା ନିଧି ବେଶ ମୋ ଦୋଷକୁ କ୍ଷମା ଦେ ପ୍ରଭୁ କ୍ଷମା କରିଦିଅ ଆଜ୍ଞା ଡାକଟା କେମିତି କି ଆରସଟା କେମିତି ଏ ଭାଇଙ୍କ କଥା କହିଲେ ତେଣୁ ଡାକିଲା କ୍ଷମାନୁ କମ୍ପା ଧର हे क्षमा अनुकंपा धारी अच्छा क्षमा कर प्रभु क्षमा कर भारत समीक्षा तमे गाइब क्षमा कर डाकिला देखुछ तो गोटे पद गा निश्चित कहले क्षीर सागर संभव पूजा निश्चित गिनीर किछि पॉकेट रे जीव बापा पालाकार गिनी आनी तार काम अछि कि नै निश्चित काई पालार कोन कोन थाए बोली सब कहउथिला जे सारे से भाई हमर बुढ़ा भाई हाथ में लेलानी माने कोन खिरे आज्ञा किछि जानि पारना कणा मु कहले मंगला कालेसी उभाउची मा छंदी केबेले मा छाड़ीबे मा कालेसी पड़िबो मु दाबी की धरिबो अरे हे केते किछि बुझुना त नै ना ए जो चंपू गाइले एथरे गोटे पड़ी अछि बरा ओहो हे पड़ीटा काई आज्ञा पड़ी ठीक ही मने रखिछि
ହଉ 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 କେତେବେଳେ ପଡିବ କାଲି ପ୍ରଥମ ଥାକରେ ଦେଖିବୁ ପଢି ଆଜି ଖାଲି ଗୋଟେ ଗାଇ ଦଉ ଦେଖି ଜୟଦେବଙ୍କର ଲେଖା ଆଜ୍ଞା ବହିନା ଗୋବିନ୍ଦ ବିରୁଦା ବିରୁଦାବଳି ବେଶ ବାବା ମାନେ ମନେ ରଖ ହଁ ଯୋଉ ପଢି ଶ୍ଲୋକ ଯେଉଁଥିରେ ଲେଖା ହେଇଛି ବହିନାଟା ଗୋବିନ୍ଦ ବିରୁଦାବଳି କବି ହେଉଛନ୍ତି ଜୟଦେବ ନିଶ୍ଚିତ ୟଂ ରୂପସ୍ୟାଦ ଶ୍ରୀ ଗୋବିନ୍ଦ ବିରୁଦାବଳି ଯସ୍ୟ ପଠେନ ମାତ୍ରେଣ ଶ୍ରୀ ଗୋବିନ୍ଦ ପ୍ରସିଦ୍ଧତେ ବ୍ରହ୍ମା ବ୍ରହ୍ମାଣ୍ଡ ଭାଣ୍ଡେ ସରସିଜ ନୟନେ ଷଷ୍ଠୃମା କ୍ରୀଡ଼ାନୀ ସ୍ଥାଣୁର୍ଭୁକ୍ତ ଚଖେଳା ଖୁରଳିତ ମତିନା ତାନି ଜେନ ନିଯୋଗୀ ତାଦୃକଂ କ୍ରୀଡ଼ାଣ୍ଡ କୃତିଜଳ ବୃତ କୁଟବା ଯସ୍ୟ ବୈକୁଣ୍ଠ କୁଲ୍ୟା କର୍ତ୍ତବ୍ୟଂ ତ୍ୟସ କାସ୍ତେ ସ୍ତୁତିରୁହ କୃତ୍ୟଭ୍ୟଂ ପ୍ରଯୁଜ୍ୟ ଶିଖିଥିଲେ ହବ କହିଲେ ମୋରାଳ ବିହରଣ ଚରାଚିତ ଚରଣ ମୋରାଳ ବିହରଣ ଚରାଚିତ ଚରଣ ମୋରାଳ ବିହରଣ ଚରାଚିତ ଚରଣ ମୋରାଳ ବିହରଣ ଚରାଚିତ ଚରଣ ପଟାକ୍ରମ ବିଭ୍ରମ ପରିମଳ ଲବ୍ଧ ଚୋଟ୍ରମ ଜଗଡ଼ ସର୍ବ ବିମର୍ଦନ ତୁଷ ହୃଦୟ ସୁରଭଦ୍ର ବିମର୍ଦନ ବିରଚିତ ସ୍ୱର୍ଗ ନିରର୍ଗଳ ସର୍ବ ସ୍ଫୁଟିତ ଭୂତ କଲ୍ଲାଦ ପୋଚମଳ ଗାୟକ ମାନେ ଜଣେ ଜଣେ ଚାଲାକ ଥିବେ ହଁ ପଢି କହିଲେ ହଁ ଗାଇ ଦେବେ କଣ କହିଲ ହଁ। ଯୋଧାଟ ବିଗଣ ଜଳ ପ୍ରବାହ ପ୍ଲାବିତ ସ୍ଥଳ ଚାଲାଖିଆ ଥିବେ ହଁ ସେଇଟା ନ ଗାଇକି ଦୁର୍ଗା ତାଣ୍ଡବ ଗାଇଦେବେ ହଁ ଅଗିରି ନନ୍ଦିନୀ ଅନିଲ ମେନ୍ଦିନୀ ବିଶ୍ୱ ବିନୋଦିନୀ ଆକୁ ଗାଇବେ ଏରା ପଢି ନା 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 ପଢି ହଉଛି ଇଏ ଆକୁ କହନ୍ତି ପଢି ଆଜ୍ଞା କାଲି ପ୍ରଥମ ଥାକରେ କିଛି ଦେଖିବେ ଆଜ୍ଞା ଆଜି ଦ୍ୱିତୀୟ ଥାକ କାମ ଆଚ୍ଛା ହଉ ଏ ଦୁର୍ଯୋଧନ ଡାକିଲା କ୍ଷମାନୁ ଧର ହେ ତେଣେ ଭୀମ ଯାଇ ପହଞ୍ଚି ଗଲା ପାଞ୍ଚ ଭାଇଙ୍କ ପାଖରେ କହିଲା ଦୁର୍ଯୋଧନ ଆହ୍ୱାନ କରୁଛି ଆସ ହେ କେଶବ ଆପଣଙ୍କୁ ଆହ୍ୱାନ କରୁଛି ଦର୍ଶନ କରିବା ପାଇଁ ପାଞ୍ଚ ଭାଇଙ୍କି ଧରି ଦୀନ ଦୟାଲା ଦୁଃଖୀ ସଂଗାତ ଭଗବାନ କୃଷ୍ଣ ଆସିଲେ ସରୋବର କୂଳ ଆଜ୍ଞା ଦୁର୍ଯୋଧନ ପଡିଛି ହାତ ଯୋଡି ଦେଲା ବିଲ୍ୱ ମଙ୍ଗଳଙ୍କ ଲେଖା କୃଷ୍ଣ କର୍ଣ୍ଣାମୃତ ନାଟକ ଦୁର୍ଯୋଧନ ଗାଇଲା କହିଲା ଶ୍ରୀକୃଷ୍ଣ ମୁରଲୀଧର ନଟବର ବରାହ ବତଞ୍ଚ ଚୂର କସ୍ତୁରୀ ତିଳକଂ ଶ୍ରୁତେଣ ମକର ଘ୍ରାଣେ ଚ ସିନ୍ଧୁ ଫଳା ପକ୍ଷେ କୌସ୍ତୁଭ କଟିତଟେ ଶୋଭା ଚ ପୀତାମ୍ବର ରୁଚିର ତଥା ପଦ ଯୁଗେ ଶ୍ୟାମ ଭଙ୍ଗି ଠାଣି ଲୋକଟା ଗାଇଲା ପରେ ଗୋଟାଏ ପଦ ଛାନ୍ଦ ଆରେ ବାପା ଆଜ୍ଞା ଚନ୍ଦନ ହଜୁରୀଙ୍କ ଲେଖାରେ ଭଗବାନଙ୍କୁ ଗୋଟେ ନୂଆ ନାଁ ଦେଇକି ଆଜ୍ଞା କଣ କହିଲା ପାଣ୍ଡବ ପ୍ରିୟ ଦଣ୍ଡୁ ଜାଗି ଦୋଷେ ଦାଣ୍ଡକୁ ଏ କଥା କେମନ୍ତ ଦିଶେ ଆପଣ କାନ୍ଦ করে ନେଲ ବାଳିର ପ୍ରାଣ ତାଣ୍ଡବ ମୂର୍ତ୍ତି କାରିକି କରିଦେଲ ବିଷ୍ଣୁ ପୁଟ ମାୟା ଭେଲ କି ହେ ବାପା ହଁ ଗାୟକ ଭାଇ ଗୋଟିଏ ପ୍ରଶ୍ନ ଦେଲେ ଆପଣ ମାନେ ସମସ୍ତେ ଶୁଣିଛନ୍ତି ହଁ ହଁ ଏତେ ବେଳକୁ ମନେ ପଇଲା ହଁ କହିଲେ ପୃଥିବୀ ରଥ ହେଲା ହଁ ସେ ଯାହା ଯାହା ହେଲା ଚନ୍ଦ୍ର ସୂର୍ଯ୍ୟ ଚକ ହେଲେ ସେ ଚାରି ଯୁଗ ଏଇଆ ଚାରି ସେ ମେରୁ ପର୍ବତ ଧନୁ ହେଲା ବା ସେ ଅନନ୍ତ ଆସିକି ଗୁଣ ହେଲେ ସେ ଧନୁ ହଁ ଭଗବାନ ବିଷ୍ଣୁ ସର ହେଲେ କହିଲେ ଆଉ ପୃଥିବୀଟା କେମିତି ରହିଲା ହଁ ଅନନ୍ତ ତ ମୁଣ୍ଡେଇ ଥିଲା ଧରିକି ଆଇଲା ଭାଇ
କିରେ ସେ ତ ଛାଡ଼ିକି ଆସିଲା ପରେ ପରେ ପୃଥିବୀ ଯାଇଥିବ ଆଉ ରହିଲା କ'ଣ? ହଁ ପୃଥିବୀ ପରା ରଥ ହେଲା ଆଉ ସେ ଯିବ ହରି କୁଆଡ଼େ? ପୃଥିବୀ ରଥ ହେଇକି ଗଡ଼ିଲା ତାକୁ ଧରିବ କ'ଣ? ପୃଥିବୀଟା ଯେବେ ରଥ ହେଲା ଆଉ ଯିବ ହରି କ'ଣ? କଥାଟା ସେଇଥିରେ ଅଛି। ସେ ଗୋଟେ ରାକ୍ଷସ ସାଥିରେ ଯୁଦ୍ଧ କରିବା ତ୍ରିପୁରା ଶିବ ଯିବେ। ତେଣୁ ରଥଟା ପୃଥିବୀରେ ଗଡ଼ିବା ଦରକାର କ'ଣ, ରହିବା ଦରକାର କ'ଣ? ସେ ପରା ଅଛନ୍ତି ଆଶୁତୋଷ ଶଙ୍କର ଭଗବାନ। ମନ କଲେ ରଥ ଉଡ଼ିବ, ମନ କଲେ ରଥ ଗଡ଼ିବ। ତାହେଲେ ତ୍ରିପୁରାସୁରକୁ ମାରିଲା ବେଳେ ପୃଥିବୀ ରଥ ନଥିଲା। କୋଉ ବାଗରେ ପ୍ରଶ୍ନ କଲ? ସିଏ ରଥରେ ବସିକି ଏଇ ରଥରେ ବସିକି ଯାଇନାହାନ୍ତି, ଶିବ ରଥରେ ବସିକି ଶିବ ଯାଇଥିଲେ। ଆଉ ପୃଥିବୀ ରଥ ହେଇଥିଲା, ଅନନ୍ତ ଧର୍ମ ହେଇଥିଲା। ଏରାକ ନୁହଁ, ଏରା ପୁରାଣ ଭିତ୍ତିକ ବିଷୟ ଭିତ୍ତିକ ପ୍ରଶ୍ନ ଦିଆଯାଏ। ମଙ୍ଗଳାଚରଣ କୁଆରୁ ଗୋଟିଏ ଆଣିକି ଥୋଇଦେଲ, କହିଲ ଅନନ୍ତ କେଇଥର ଆଇଲା, ଏରା ପ୍ରଶ୍ନ ନୁହଁ। କାଲିଠୁ କହିକି ଯାଇଛି, କାହିଁ ତ ବୁଦ୍ଧି ଦିଶିଲାନି। କହିଲି କୃଷ୍ଣ ଗୋପୀମାନଙ୍କୁ ଗଲାବେଳେ ମଥୁରାକୁ କହିକି ଗଲେ 4 ଦିନରେ ଫେରିବି। 4 ଦିନକୁ କଣ୍ଟ ଦେଇ ଯାଉଛି, ଜହିଁଥିଲେ ମୁଁ ତମ ନିକଟରେ। କାଲି ଯାଉଥିଲି କୃଷ୍ଣଙ୍କର କଥା ହରିବଂଶ ଯେ କହିକି ଗଲି, ସେଇଆ କହିକି ଗଲେ। 4 ଦିନରେ ତ କୃଷ୍ଣ କେବେ ଫେରି ନାହାନ୍ତି। କାବ୍ୟ ନାଟକ ସାହିତ୍ୟ ସମାଜ ଦର୍ଶନ ଉପନିଷଦ ବେଦ ଯେତେ ଦେଖ କୃଷ୍ଣ ଆଉ ଫେରି ନାହାନ୍ତି। କହିକି ଗଲେ ମୁଁ 4 ଦିନରେ ଫେରିବି। ମୁଁ କହିଲି 4 ଦିନରେ ଫେରିବେ। ସତ୍ୟବାଦୀ ଗୋବିନ୍ଦ ରାଧା ମୋହନ, ତାଙ୍କ କଥା ସତ୍ୟ ହବ। ଯେବେ ଶୁଣୁଥିଲ 4 ଦିନରେ କେମିତି ଫେରିବେ କାହିଁ ତ କହିଲନି? ତାପରେ କହିଲି କୃଷ୍ଣଙ୍କର କାମ ଗୁଡାକ ସବୁ ଦ୍ୱାପର ଯୁଗରେ 8 ହବ। ଜନ୍ମ ହୋଇକି ଲୁଚିକି ଯିବାକୁ 8 ଜଣ ଦେଖିବେ, ମର୍ତ୍ତ୍ୟରେ ଜନ୍ମ ହେବେ ବୋଲି 8 ଜଣ ଜାଣିବେ। ଅଷ୍ଟମୀ ତିଥିରେ ଜନ୍ମ ହେବେ, 8 ଘଡ଼ି ରାତିରେ ଜନ୍ମ ହେବେ, ମା ଅଷ୍ଟମ ଗର୍ଭରୁ ଜନ୍ମ ହେବେ। ଗୋପକୁ ଗଲେ ଅଷ୍ଟମଲ୍ଲୀଙ୍କୁ ମାରିବେ, ଅଷ୍ଟକୁଞ୍ଜରେ ବିଳସିବେ, ଅଷ୍ଟ ସଖାରେ ବିହରିବେ, ଅଷ୍ଟ ସଖୀରେ ବିଳସିବେ। 8 ବର୍ଷରେ ମଥୁରା ଯିବେ, 8ଟା ରାଣୀ ବିବାହ ହେବେ, ସେମାନେ 8 ବଂଶର ଝିଅ ହୋଇଥିବେ। ମୋ ଭାଇ ଭଲରେ ମନେ ରଖୁଥିବ ଭାଇ। ହେ କାଲି 2 ଦିନ ତ ପାଲା ସବୁ କାମ ଗୁଡା 8 ହୋଇବ, 7 ହୋଇବ ନାହିଁ। ଖାଲି ସେତିକି ନୁହଁ, ରାମ ଜନ୍ମ ହେଲେ ନବମୀରେ, କୃଷ୍ଣ ଜନ୍ମ ହେଲେ ଅଷ୍ଟମୀ। ତେଣୁ ମୋ ବାପା ମାନେ ରାମ 9 ସଂଖ୍ୟାରେ ଜନ୍ମ ହବାରୁ 9 କ ପଣକି 8, 9 କେ 9, 9 ଦୁଗୁଣେ 18, 8 1 9, 9 3 27, 7 2 9, ଏମିତି 9 9 ଖାଲି ପଢିଯିବ। ଭାଇ ଯେବେ 8 କଥା ଗୁଡାକ କହିବ, ମୁଁ ତ ବୁଢା ହେଲିଣି ଆଜ୍ଞା, ମୋ ବଳ ବୟସ ଗଲାଣି। 4 ବର୍ଷ ପରେ ଦେଖିଥିଲ, ଏବେ ଦେଖ ମୁଁ ହେଇଗଲି ସେମିତି। ଆଜ୍ଞା ଗଙ୍ଗା ପାଣିଟା ଯେତେବେଳେ ଦେଖିବ ସେମିତି ମୋ ବୋତଲରେ ପୁରେଇକି 100 ବର୍ଷ ରଖୁନ, ଗଙ୍ଗା ପାଣି ଯେମିତି ସେଇ ନିର୍ମଳ। ଆଉ ଏ ପୋଖରୀ ପାଣି 4 ଦିନ ରହିଲା ବେଳକୁ ପଡିଯିବ। ତେଣୁ କୃଷ୍ଣ ଜନ୍ମ ହେଲେ 8ରେ, ସବୁ କାମ ଗୁଡାକ ତ 8 କ ପଣକିଆଟା ହେଇତେ 8 ସମାନ ପକେଇଦବ। ଦେଖିବା କେତେ ହଉ କାଲି ବସିକି ଖଡ଼ି ମୁଟାଳି ଛିଣ୍ଡେଇବେନି ସିଏ। ବାପା ଭଗବାନ କୃଷ୍ଣ ଆସିଲେ, 5 ଭାଇଙ୍କି ସଙ୍ଗତରେ ଧରି ଆସୁଛନ୍ତି। ଦୁର୍ଯ୍ୟୋଧନ ଡାକିଲା ପାଣ୍ଡବ ପ୍ରିୟ, ଗୋଟେ ନୂଆ ନାଁ ଦେଲା। କୃଷ୍ଣଙ୍କ ନାଁରେ ଡାକିଲା। ଆଜ୍ଞା କୃଷ୍ଣ ନାରାୟଣ ବିଷ୍ଣୁ ବୈକୁଣ୍ଠ ଦାମୋଦର ଋଷିକେଶ କେଶବ ମାଧବ ପ୍ରଭୁ ଦୈତାରି ପୁଣ୍ଡରୀକେ ଗୋବିନ୍ଦ ଗରୁଡ଼ ଧ୍ୱଜ ପୀତାମ୍ବର ଚିତ ସାଙ୍ଗିରି ବିଶିକେଶ ଜନାର୍ଦ୍ଦନ ଉପେନ୍ଦ୍ର ଇନ୍ଦ୍ରବର ଚକ୍ରପାଣି ଚତୁର୍ଭୁଜ ପଦ୍ମନାଭ ମଧୁରୀ ବାସୁଦେବ ବିକ୍ରମ ଦେବକୀ ନନ୍ଦନ ସୌରୀ ଶ୍ରୀପତି ପୁରୁଷୋତ୍ତମ ନମାଳି ବଳି ଧର୍ଷି କଂସରାଧ୍ୟ ବିଶ୍ୱମ୍ବର କୈଟ ଭାର୍ଜିତ ବିଦୁଷୀ ଜଣା ନାହିଁ। ଶିବ ହେଉଛନ୍ତି ତ୍ରିପୁରାସୁରର ଅନ୍ତକ ବୋଲି ଶିବଙ୍କ ନାଁଟାକୁ ଟିକେ ହେଇଥିରୁ ଆହାର କରିଦେଲେନି।
शंभु ऋष पशुपति शिव शुली महेश्वर सर्वैशान शंकर भूतेषु खंडबलसु गिरीश गिरीश मृल मृत्युंजय कृतिवास पिनाकिनी प्रथम दीप कपर्दिनी श्रीकंठ स्थितिकंठ कपालभूत वामदेव महादेव विरूपाक्ष त्रिलोचन सानुरेत सर्वज्ञ ध्रुजटी नीललोहित हर स्मर हर त्र्यंबक त्रिपुरांतक गंगाधर अंध करिबु वृषध्वज कृतिवास गोटाक प्रमाण देई पारि हाय ताले आमे डाकिदेला हे कृष्ण डाकिलानी दीनबंधु दया सागर दुखी संगात डाकिलानी डाकिला पांडव प्रिय काहींकी एटा डाकिला काहींकी आज्ञा ए नाटा को डाकिला राजनीति वाला तेनु राजनीति रे डाकिला पांडव प्रिय अर्थात पांडवं को रखुछु कौरवं को मारुछु तते पांडव प्रिय कहबिनी आ कहबी कौरव प्रिय ନାଇଁ ଆଜ୍ଞା कारण तांकु रखुछु मते मारुछु तेन तू पांडव प्रिय आज्ञा भगवान कृष्ण जेबे हाँ करि देबे ताले कौरवं को मारुछंती बोली कलंकित हेबे